ବାଙ୍ଗାଲୋରରେ 80 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି କରି ଖଇରା ବଜାରରେ ବିକ୍ରି କରିବା ସମୟରେ ଖଇରା ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ। ତେବେ ଗିରଫ ଅଭିଯୁକ୍ତ ଜଣକ ସାରକୋଣା ଗ୍ରାମର ବନମାଳୀ ସ୍ୱାଇଁ ହୋଇଥିବା ବେଳେ ତା ନିକଟରେ ଥିବା ଚୋରି ଅଳଙ୍କାର, ହୀରା ମୁଦି, ସୁନା ଏବଂ ହୀରା ଖଞ୍ଜିତ ବ୍ରେସଲେଟ୍ ସମେତ 2ଟି ସୁନା ଚେନ୍, ଗୋଟିଏ ସୁନା ମୁଦି, ଗୋଟିଏ ସୁନା ଲକେଟ୍, 5ଟି ସୁନା କାନଫୁଲ ଓ ଗୋଟିଏ ସୁନା କାନନୁଥ ଜବତ କରିବାରେ ସଫଳ ହୋଇଛି ପୋଲିସ। ଗତ କିଛି ଦିନ ତଳେ ଖଇରା ବଜାରରେ ଥିବା ରୁଦ୍ରକାନ୍ତ ଜୁଏଲାରୀକୁ ବନମାଳୀ ଚୋରି ଅଳଙ୍କାର ବିକ୍ରି କରିବାକୁ ଯାଇଥିଲା। ତେବେ ତା ନିକଟରେ ଏପରି ଦାମୀ ଅଳଙ୍କାର ଦେଖି ଦୋକାନୀ ମାଲିକ ମମତା ସାହୁଙ୍କର ସନ୍ଦେହ ଜାତ ହୋଇଥିଲା। ଏନେଇ ସେ ବନମାଳୀକୁ ତାର ପରିଚୟ ସହିତ କେଉଁଠାରୁ ସେ ଏ ଜିନିଷ ସବୁ ଆଣିଛି ପଚାରିବାରୁ ବନମାଳୀ ସେଠାରୁ ଦୌଡ଼ି ପଳାଇଥିଲା। ଏନେଇ ଦୋକାନୀ ଜଣକ ଖଇରା ପୋଲିସକୁ ବନମାଳୀ ବାବଦରେ ଲିଖିତ ଅଭିଯୋଗ କରିବା ପରେ थाना अधिकारी मौसुमी महांती घटनार तदंत आरंभ करथिले। दोकान रे लागिथिबा